ଆସନ୍ତୁ ସମସ୍ତେ ମନେ ପକାଇବା ସ୍କୁଲ ସମୟର କାହାଣୀ। ଏଠୁ ଅନେକ ଦୂରରେ ଗୋଟେ ବହୁତ ବଡ଼ ଘଞ୍ଚ ଅରଣ୍ୟଟିଏ ଥିଲା। ସେହି ଜଙ୍ଗଲରେ ସବୁ ପ୍ରକାରର ଜୀବଜନ୍ତୁ ବାସ କରୁଥିଲେ। ଏମିତିକି ହରିଣ, ଠେକୁଆ, ଶୁଆ, ହାତୀ, ବଳଦ ସମସ୍ତେ ଏକାଠି ମିଳିମିଶି ରହୁଥିଲେ। କେହି କାହାର କ୍ଷତି କରୁନଥିଲେ। କିନ୍ତୁ ଆପଣମାନେ ତ ଭଲ ଭାବରେ ଜାଣିଥିବେ, ବୈଶାଖ ମାସରେ ବହୁତ ଖରା ହୁଏ। ଠିକ୍ ସେହିପରି ବହୁତ ଜୋରରେ ଖରା ହେଉଥିଲା। ଜୀବଜନ୍ତୁମାନେ ଖିଆପିଆ ନକରି କେଉଁ ଗଛର ଛାଇ ତଳେ ଶୋଇ ପଡ଼ୁଥିଲେ। କିନ୍ତୁ ଜଙ୍ଗଲରେ ବହୁତ ଦୁଷ୍ଟ ଥିଲେ ଦୁଇ ଜଣ ପଶୁ। ସେ ହେଉଛି ଠେକୁଆ ଓ ବିଲୁଆ। ଏତେ ଖରା ହେଲେ ମଧ୍ୟ ଦୁହେଁ ଦୌଡ଼ା ଦୌଡ଼ି ଖେଳାଖେଳି ତାଙ୍କର ବେଶ୍ ଫୁର୍ତ୍ତି ଆରାମରେ ଚାଲିଥିଲା। କିନ୍ତୁ ଖେଳକୁଦରେ ହାଲୁଆ ହେଇ ଠେକୁଆ ଓ ବିଲୁଆ ଦୁଇ ଜଣ ଗଛ ତଳେ ଆସି ବସି ପଡ଼ିଲେ। କାହିଁକି ନା ବହୁତ ଜୋରରେ ଖରା ହେଉଥାଏ। ଗୋଟିଏ ଗଛ ତଳେ ଯାଇ ଦୁଇ ଜଣ ଆରାମରେ ବସି ପଡ଼ିଲେ। କିନ୍ତୁ ବସି ପଡ଼ି ଅନ୍ୟମନସ୍କ ଥିବାବେଳେ ପଛରୁ ଗୋଟିଏ ବହୁତ ଜୋରରେ ଶବ୍ଦ ହେଲା, ଠୋ। ଦୁଇ ଜଣ ଏକମୁହାଁ ହୋଇ ଆଗପଟ ହୋଇ ଦୌଡ଼ିବାକୁ ଲାଗିଲେ। କିନ୍ତୁ ଏତେ ଖରାରେ ଦୌଡ଼ୁଥିବାର ଦେଖି ଭାଲୁ ସହି ନପାରି ଠେକୁଆ ଓ ବିଲୁଆକୁ କାରଣ ପଚାରିଲା, ଭାଇମାନେ, ତମେ କାହିଁକି ଏତେ ଖରାରେ ଦୌଡ଼ୁଛ? କିନ୍ତୁ ଠେକୁଆ ଓ ବିଲୁଆ ଆଗପଛ ନ ଭାବି କହିଲେ, ପଲାଅ ପଲାଅ, ପୃଥିବୀ ଫାଟିଗଲା। ତିନି ଜଣ ସାଙ୍ଗ ହୋଇ ଦୌଡ଼ିବାରେ ଲାଗିଲେ। ବାଟରେ ଯେଉଁ ଜୀବ ପଚାରିଲେ ସମସ୍ତେ ମିଶି କହିଲେ, ପଲାଅ ପଲାଅ, ପୃଥିବୀ ଫାଟିଗଲା। ଏ କଥା ସିଂହରାଜାର କାନକୁ ପଡ଼ିଗଲା। ସିଂହରାଜା ସମସ୍ତଙ୍କୁ ଏକାଠି କରି ସମସ୍ତେ ଦୌଡ଼ିବାର କାରଣ କ'ଣ ପଚାରିଲେ। କିନ୍ତୁ ଠେକୁଆ ଓ ବିଲୁଆ ଯେଉଁଠି ଠୋ କରି ଶବ୍ଦ ହେଇଥିଲା ସେ କଥା କହିଲେ। କିନ୍ତୁ ସେଇଟା ଦେଖିବା ପାଇଁ ସିଂହରାଜା ସମସ୍ତଙ୍କୁ ନେଇଗଲେ। ଆଉ ଦେଖିଲେ ଯେ ସେଟା ପୃଥିବୀ ଫାଟି ନଥିଲା, ଗଛରୁ ବଡ଼ ବେଲଟାଏ ପଡ଼ି ଦିଫାଳ ହେଇଯାଇଥିଲା। ସେଥିପାଇଁ ଠୋ ଶବ୍ଦ ହେଇଥିଲା।